ହ୍ୟାଲୋ ଗାଇସ୍, ଦେଖିପାରୁଥିବେ ମୁଁ ଆସିଛି କଲେଜରେ। କେମିତି ଅଛନ୍ତି ସମସ୍ତେ? ବହୁତ ଭଲ ଥିବେ, ମୁଁ ବି ବହୁତ ଭଲରେ ଅଛି। ଦେଖିପାରୁଥିବେ ସେଇଟା ସି ସାଇଡ଼୍ ଗୋଟେ ରୁମ୍ ଅଛି, ସି ସାଇଡ଼୍ ମାଗୁଥିଲି ହେଲେ ଆମ କଲେଜ ପାଇଁ ଦେଲେ ନାହିଁ। ଇ ସାଇଡ଼୍ ଅଛି ଆମ କଲେଜ। ତାପରେ ମୁଁ ପଳେଇ ଆଇଲି ନବରଙ୍ଗପୁର ସାର୍ ସହିତ, ଟିକେ ATMରେ କାମ ଥିଲା। ତାପରେ ମୁଁ ନେକ୍ସଟ ଦିନ କାମ କଲି ଟିକେ ଘରେ ଟିକେ ସାର ମିଶ ହଉଥିଲା ବାବା, ମୁଁ ଯାଇଥିଲି ଦୋକାନରେ। ତାପରେ ଏକ ସାଉଣ୍ଡ ପଳେଇ ଆଇଲି ଉପରବେଳା। ତାପରେ ଗାଡ଼ି ଟିକେ ବ୍ରେକ୍ ଟାଇଟ୍ କରିକିନା ପଳେଇ ଆଇଲି। ଆହୁରି ସାଉଣ୍ଡରେ ପଳେଇ ଆସିକିନା ମୁଁ ପଳେଇ ଆଇଲି ଜମିଠୁ। ତାପରେ ପଳେଇ ମୋ ସାଙ୍ଗ ମ୍ୟାରେଜ୍ ଘରଠୁ ଆଇଲୁ। ଆମ ଗାଁରେ ବି ମ୍ୟାରେଜ୍ ହେଉଥିଲା, ଦେଖିପାରୁଥିବେ ପର୍ଦା ଦେଖାଉଛି। ତାପରେ ନେକ୍ସଟ ଦିନ ମୁଁ କଲେଜ ପଳେଇଲି। କଲେଜ ଯାଇକିନା ଦେଖିଛି କେହି ବି ଆସିନଥିଲେ, ସାର୍ ମାନେ ବି ନଥିଲେ। ସେକେଣ୍ଡ ଇୟର୍ ଛୁଟି ଥିଲା ଆଜି। ତାପରେ ପଳେଇ ଆଇଲି ଘରକୁ ଯାଇକିନା। ତାପରେ ଜଙ୍ଗଲରେ ଯାଇକିନା ତାପରେ ଆମ ଘରେ ହେଉଛି ଯାତ୍ରା ଦେଖିପାରୁଥିବେ, ଯାତ୍ରା ପାଇଁ ସବୁ ପ୍ରିପାରେସନ୍ ଚାଲିଛି। ତାପରେ ଆମେ ଯାଇଥିଲୁ ପଢ଼ାଗଡ଼ରେ ଆମ ମାଉସୀ ଘର ଯାଇଥିଲୁ। ସିଆଡ଼ୁ ସେ ପଢ଼ାଗଡ଼ ଉପରେ ଯାଇ ହେଲା ନାହିଁ। ତାପରେ ଆମେ ପଳେଇ ଆଇଲୁ କେଲିଆରେ ଚନ୍ଦନଦରା ଯିବା ପାଇଁ ଆମେ ଟିକେ ସମସ୍ତେ 4 ଜଣ ଗଲୁ। ତାପରେ ପଳେଇ ଆଇଲୁ କେଲିଆ ଭିତରକୁ, ଚନ୍ଦନଦରା। ତାପରେ ଚନ୍ଦନଦରାଠୁ ଆମେ ଏବେ ଭିଡ଼ିଓ କ୍ଷେତ୍ର ସୁଟିଂ କରିଦେଲୁ। ତାପରେ ଉପରେ ଗଲୁ, ଟିକେ ବୁଲାବୁଲି କଲୁ। ତାପରେ ଆମେ ଆମ ମାମୁଁ ଘରକୁ ଆସିଥିଲୁ, ସିଆଡ଼ୁ ଆମେ ଚନ୍ଦନଦରା ପଳେଇ ଆଇଥିଲୁ। ତାପରେ ଫଟୋ 2ଟା ଫ୍ରେଶ୍ କାଟିଲା ପରେ ଭାଇମାନଙ୍କ ସହିତ ଫୁଲ୍ ଏନ୍ଜୟ କଲା ପରେ ତାପରେ ଆମେ ପଳେଇଲୁ ମୌଲି ରସ ପିଇବା ପାଇଁ, ମାନେ ସୋଲ୍ ପି।